महाप्रभु श्री जगन्नाथंकर 56 भोगर गोटे रेसिपी महुर। साधारणतः आमे याको अबड़ा अन्न सहित खाई थाउ। बहुत ही बढ़िया लगी थाए। भिडियोटी शेष पर्यंत देखंतु, प्रतिटी स्टेप फॉलो करंतु। आगो को आसुची रथ यात्रा। ए रथ यात्रा उपलक्षे आपण भी निश्चय घरे बनातु, निजे खातु, समस्त के खुआतु। महुर बनैबा पई एठी मु गोटे माटी पात्रटे नेइची। ଆଉ ଗୋଟେ ସ୍ପୁନର ଘିଅ ପକେଇ ଦେଇଛି, ତେଜପତ୍ର କିଛି ପକେଇ ଦେଇଛି, ଆଉ ପଞ୍ଚ ଫୁଟଣ କିଛି ପକେଇ ଦେଇକି ତାକୁ ଟିକେ ଫୁଟିବା ଯାଏଁ ଛାଡିଦବା। ଆଉ ସେଥିରେ ଛେଚିକି ରଖିଥିବା ଅଦାକୁ ପକେଇ ଦେଇଛି, ତାକୁ ଟିକେ ଏପଟ ସେପଟ କରିଦବା। ମାଟି ପାତ୍ରରେ ମୁଁ ନେଇଛି ଟିକେ ଅଥେଣ୍ଟିକ ୱେରେ କରିବା ପାଇଁ। ଆପଣ ଚାହିଁଲେ ଯେକୌଣସି ପାତ୍ର ନେଇପାରିବେ। ଏଠି ମୁଁ କିଛି ପରିବା କାଟିକି ରଖିଛି, ଯେମିତି କି କଖାରୁ, ପୋଟଳ, ସାରୁ, ଦେଶୀ ଆଳୁ, କଞ୍ଚା କଦଳୀ ଆଉ ବିନ୍ସ। ନର୍ମାଲି ଏଥିରେ ଆଳୁ ଆଉ ବିଲାତି ପଡେନି। ବାହାର ପରିବା ଯେହେତୁ ଆମର ଦେଶୀ ପରିବା ହିଁ ୟୁଜ ହେଇଥାଏ। ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଶ୍ରୀମନ୍ଦିର ଭଳିଆ ତ ଆମର ହେଇପାରିବନି। ତାର ଯୋଉ ବାସ୍ନା ଆଉ ଯୋଉ ଟେଷ୍ଟ ସେମିତି ତ ହେଇପାରିବନି, କିନ୍ତୁ ଗୋଟେ ଛୋଟ ପ୍ରୟାସ କରିଛି। ବହୁତ ହି ବଢିଆ ଲାଗିଲା ଖାଇବା ପାଇଁ। ଆପଣ ବି ନିଶ୍ଚୟ ଟ୍ରାଏ କରନ୍ତୁ, ଆପଣଙ୍କୁ ବି ବହୁତ ବଢିଆ ଲାଗିବ। ସେଇ ଘିଅ ଫୁଟଣରେ ପରିବାକୁ ଟିକେ ଏପଟ ସେପଟ କରିଦବା ଭଲ। 2-3 ମିନିଟ ପାଇଁ ତାକୁ ଏପଟ ସେପଟ କରିଦବା। ନର୍ମାଲି ଶ୍ରୀମନ୍ଦିରରେ ତ ଗୋଟିଏ ଥିରେ ହିଁ ସବୁ ହେଇଯାଏ। ତାକୁ ଏପଟ ସେପଟ ଘଣ୍ଟା ଘଣ୍ଟି କିଛି କରନ୍ତିନି। ଯେହେତୁ ଆମେ ଘରେ କରୁଛେ ତ ଗ୍ୟାସ ରେ କରୁଛେ, ଆଉ ସେଇଟା ତ ଗୋଟେ ଚମତ୍କାର, ତାଙ୍କର କିଛି ବି ହୁଏନି। କିନ୍ତୁ ଆମର ଲାଗିଯିବାର ସମ୍ଭାବନା ଅଛି। ଏଠି ମୁଁ ବତୁରେଇକି ରଖିଥିଲି କଳା ଚଣା, ତା ସହିତ ଲୁଣ ଆଉ ହଳଦୀ କି ଦେଇକି ସେଇଟା ଟିକେ ଏପଟ ସେପଟ କରିଦଉଛି। 56 ଭୋଗ ମଧ୍ୟରୁ ଅନେକ ରେସିପି ମୁଁ ଆଗରୁ ଟ୍ରାଏ କରିଛି ଆଉ ଭିଡିଓ ବି ଅପଲୋଡ କରିଛି। ଆପଣ ଚାହିଁଲେ ପୁରୁଣା ଭିଡିଓ ଯାଇକି ଦେଖିପାରିବେ। ବହୁତ ହି ଇଜି ଆଉ ବହୁତ ହି ଟେଷ୍ଟି ବନିଥାଏ ଖାଇବାକୁ। ଏଠି ମୁଁ ପାଣି ଦେଇକି ଆଗ ପରିବାଟାକୁ ସିଝେଇ ଦଉଛି। ଗୋଟେ ଗ୍ଲାସ ର ପାଣି ଦେଇଛି। ଆମେ ଜଷ୍ଟ ପରିବାଟା ବୁଡିଲା ଯାଏ ପାଣି ଦବା, ପରିବାକୁ ଦେଖିକି। ପାଣି ଦେଇ ସାରିଲା ପରେ ପରିବା ସିଝିବା ପାଇଁ ଆମେ ତାକୁ ଘୋଡେଇ ଘୋଡେଇକି ସିଝେଇବା। ଏଠି ପରିବାଟା ଅଧା ଅଧି ସିଝିଗଲା ପରେ ମୁଁ ନାଡି ରଖିଥିଲି ଦେଇଦେଇଛି। ଆପଣଙ୍କ ପାଖରେ ନାଡି ନଥିଲେ ଆପଣ ବଡିର ବି ବ୍ୟବହାର କରିପାରିବେ। ଯେହେତୁ ପରିବାଟା ଆମର 50% ସିଝିଥିଲା, ନାଡିଟା ବି ତା ଦେହରେ ଆଉ 50% ରେ ସିଝିଯିବ। ପରିବା ଆଉ ନାଡି ଏକଦମ ପରଫେକ୍ଟ ହେଇଯିବ। ଏବେ ସେଥିରେ ଆମେ ମସଲା ପକେଇବା। କିଛି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ 1 ସ୍ପୁନ ଭଳିଆ। ପରିବାକୁ ଦେଖି ଆମେ ମସଲାର ବ୍ୟବହାର କରିବା। ଆଉ ପାନମଧୁରୀ ଗୁଣ୍ଡ 1 ସ୍ପୁନ, ଆଉ ଗୋଲମରିଚ ଗୁଣ୍ଡ 1 ସ୍ପୁନ, ଆଉ 1 ସ୍ପୁନ ଏଠି ପକେଇଦବା ଆମେ ଗୁଡ। ସେଇଟା ଆମେ ପକେଇକି ତାକୁ ଏପଟ ସେପଟ କରି ଭଲସେ ଗୋଳେଇ ଦବା। ଆପଣ ଗୁଣ୍ଡ ମସଲା ବ୍ୟବହାର ନ କରିବାକୁ ଚାହୁଁଥିଲେ ଆପଣ ତାକୁ କଞ୍ଚାରେ ବାଟିକି ବି ମଧ୍ୟ ଦେଇପାରିବେ। ସେଥିରେ ବି ବହୁତ ଟେଷ୍ଟି ଲାଗିଥାଏ। ସାଧାରଣତଃ ଶ୍ରୀମନ୍ଦିରରେ ସେଇ ମସଲା ହିଁ ୟୁଜ ହୁଏ। ଆଉ ଏଠି କୋରା ନଡିଆ 1 କପ୍ ପକେଇ ଦେଇଛି। ରଥଯାତ୍ରା ଉପଲକ୍ଷେ ଏଇ ମହୁର ରେସିପିଟି ଆପଣ ନିଶ୍ଚୟ ଟ୍ରାଏ କରନ୍ତୁ। ଇଜିଲି ଘରେ ବନିଯିବ ଆଉ ସମସ୍ତଙ୍କୁ ବହୁତ ପସନ୍ଦ ବି ଲାଗିବ। ଟିକେ ଏପଟ ସେପଟ କରିକି ଆମର ଗୁଣ୍ଡ ମସଲାକୁ ସିଝିବା ପାଇଁ ଛାଡିଦବା। ଏଠି ପରଫେକ୍ଟଲି ହେଇଗଲାଣି, ବେଶୀ ପାଣି ବି ନାହିଁ। ଏବେ ଆମେ ଗୋଟେ ତଡକା ପ୍ୟାନ ରେ ନେଇଯିବା ଗୁଆ ଘିଅ। ଟିକେ ଅଧିକ କରି 2 ସ୍ପୁନ ଭଳିଆ, ତା ଦେହରେ କିଛି ଶୁଖିଲା ଲଙ୍କା ପକେଇକି ଆଉ ପଞ୍ଚ ଫୁଟଣ ଟିକେ ଅଧିକ ମାତ୍ରାରେ ନବା, କାରଣ ଏଇଟା ହିଁ ବହୁତ ବାସ୍ନା ଆସିଥାଏ। ଆଉ ହେଙ୍ଗୁ ନେଇଯିବା 1 ଟିସ୍ପୁନ ଭଳିଆ। ତାକୁ ଭଲସେ ଫୁଟେଇକି ତାକୁ ଏବେ ଆମେ ୟୁଜ କରିବା। ସେଥିରେ ପକେଇଦବା, ତାର ଘୋଡେଇ ଦବା ସାଙ୍ଗେ ସାଙ୍ଗେ, ତାର ବାସ୍ନା ଟା ରହିଲେ ଏଇଟା ବହୁତ ହି ଟେଷ୍ଟି ଲାଗିଥାଏ। ଏକଦମ ମନ୍ଦିର ପରି ବାସ୍ନା ଆସିଥାଏ। ଭିଡିଓଟି ଭଲ ଲାଗିଲେ ନିଶ୍ଚୟ ଲାଇକ୍ ଆଉ ସେୟାର କରିଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଗୋଟେ ସବସ୍କ୍ରାଇବ ନିଶ୍ଚୟ କରିଦିଅନ୍ତୁ। ମହୁର ରେସିପିଟି ନିଶ୍ଚୟ ଘରେ ବନାନ୍ତୁ, ନିଜେ ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ। ମହାପ୍ରସାଦ ତ ସମସ୍ତଙ୍କର ପସନ୍ଦ ଆସିଥାଏ। ଯଦି ପୁରୀ ଯାଇପାରୁନାହାନ୍ତି ତ ନିଜେ ଘରେ ଟ୍ରାଏ କରନ୍ତୁ। କୁହନ୍ତୁ ଜୟ ଜଗନ୍ନାଥ।